ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶା ସଂସ୍କୃତିରେ ସ୍ୱାଗତ। ଗତ ଭିଡ଼ିଓରେ ଆମେ ଓଡ଼ିଶା ହାଇସ୍କୁଲ ଟିଚର LTRରେ ବାହାରିଥିବା 2025ର କ୍ୱେଶ୍ଚିନ୍ର ସଂସ୍କୃତ ଶିକ୍ଷଣମ୍ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିଥିଲା। ଆଜିର ଭିଡ଼ିଓରେ ଆମେ LTR ସଂସ୍କୃତ 2025ରେ ଆସିଥିବା ଗ୍ରାମାର ଆଣ୍ଡ ଲିଟରେଚର କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା, ଯେଉଁଟାକି ଆଗକୁ ଆସୁଥିବା SSB TGT ଓଷ୍ଟେଟ୍ ଏବଂ ଅନ୍ୟାନ୍ୟ ସଂସ୍କୃତର ଟିଚିଂ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତେବେ ଚାଲନ୍ତୁ କ୍ୱେଶ୍ଚିନ୍ ଆଡ଼କୁ ଯିବା। ତା ଆଗରୁ ଆମ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ, ଏଇଟା ଗୋଟେ ଅନୁଚ୍ଛେଦ ପଡ଼ିଥିଲା। ପ୍ରଥମେ ଅନୁଚ୍ଛେଦ ପଢ଼ିଦେବା, ତାପରେ ତାର କ୍ୱେଶ୍ଚିନ୍ କରିବା। ଅସ୍ତି ଭାଗୀରଥୀ ତୀରେ ଗୃଧକଟନାନ୍ମୀ ପର୍ବତେ ମହାନ ପର୍କଟି ବୃକ୍ଷ। ଭାଗୀରଥୀ ତୀରରେ କ'ଣ ହେଇଛି ନା, ଗୃଧକଟନାନ୍ମୀ ପର୍ବତରେ ଗୋଟେ ମହାନ ଅଶ୍ୱତ୍ଥ ଗଛ ଥିଲା। ତସ୍ୟ କଟରେ ଦୈବଦୁରୀପାଗ ଗଳିତନ ଖଣୟ ଜରଦଗ ନାନ୍ମା ଗୃଧ ପତିବସତି ସ୍ମ। ଦୈବ ଦୁର୍ଭାଗ୍ୟବଶତଃ କ'ଣ ହେଇଛି ଯେ ଗଛରେ, ସେଇ ଅଶ୍ୱତ୍ଥ ଗଛରେ ଗୋଟେ ଶାଗୁଣା ରହୁଥିଲା, ଯାହାର କ'ଣ ହେଇଥିଲା ନା, ଯାହାର ଆଖି ଆଉ ତାର ନଖ ନଷ୍ଟ ହେଇଥିଲା। ତାପରେ ଅଥ କୃପୟା ତଜ୍ଜୀବନାୟ ତଦ୍ବୃକ୍ଷ ବାସିନଃ ପକ୍ଷିଣ ସ୍ୱହାରାତ୍ କିଞ୍ଚିତ୍ ଦୁର୍ଧୃତ୍ୟ ତସ୍ମୈ ଦଦାତି ତେନାସୌ ଜୀବତି ତେଷାଂ ସାବରକ୍ଷାଂ ଚକ୍ରତି। ସେଇ ଅଶ୍ୱତ୍ଥ ଭୋଗରେ କ'ଣ ହେଇଛି ନା, ଅନ୍ୟ ବହୁତ ସେ ପକ୍ଷୀମାନେ ଥିଲେ। ସେ ପକ୍ଷୀମାନେ ସେଇ ଶାଗୁଣାକୁ ନିଜ ଖାଦ୍ୟରୁ କିଛି ଦେଉଥିଲେ। ତାପରେ କ'ଣ ହେଇଛି ନା, ସେଇ ଶାଗୁଣାଟା କ'ଣ କରୁଥିଲା ନା, ସେଇ ପକ୍ଷୀମାନଙ୍କର ଛୁଆମାନଙ୍କୁ ରକ୍ଷା କରୁଥିଲା। ଅଥ କଦାଚିତ୍ ଦୀର୍ଘକର୍ଣ୍ଣନାମ୍ନା ମାର୍ଜାରଃ ପକ୍ଷୀ ଶାବକାନ୍ ଭକ୍ଷିତୁଂ ତତ୍ରାଗତଃ। ଥରେ କ'ଣ ହେଇଛି ନା, ଦୀର୍ଘକର୍ଣ୍ଣ ନାମରେ ଗୋଟିଏ ମାର୍ଜାର, ଗୋଟେ ବିରାଡ଼ିଟି ସେ ପକ୍ଷୀ ଛୁଆମାନଙ୍କୁ ଖାଇବା ପାଇଁ ସେଟାକୁ ଆସିଲା। ତତସ୍ତ ମାୟାନ୍ତଂ ଦୁଷ୍ଟଂ ପକ୍ଷୀବାକୈଃ ଭୟାତୈ କୋଲାହଳ କୃତଃ। ସେଇ ବିରାଡ଼ିକୁ ଦେଖି କ'ଣ ହେଇଛି ନା, ପକ୍ଷୀ ଶାବକମାନେ ଭୟଭୀତ ହେଇଗଲେ ଏବଂ କୋଲାହଳ କରିବାକୁ ଲାଗିଲେ। ତତୃଚ୍ଛ୍ୱଂ ଜରୋଦ୍ଗମନମ୍ ଉକ୍ତମ୍। ତାପରେ ସେଇ ଜରୋଦ୍ଗମନ ଯିଏ ଶାଗୁଣା ଥିଲା, ସେ କ'ଣ କହିଲା ନା, କୟମାୟାତି, କାହିଁକି ଆମମାନେ ଏମିତି କୋଲାହଳ କରୁଛ ବୋଲି ପଚାରିଲା। ଦୀର୍ଘକର୍ଣ୍ଣ ଗୃଧମଲକ୍ଷ୍ୟଂ ସଭ୍ୟମାହ ହା ହତ ଅସ୍ମିଂ ୟତୟଃ ମା ବ୍ୟାପଦୟିଷ୍ୟତି। ତାପରେ ସେଇ ପକ୍ଷୀ ଶାବକମାନେ କହିଲେ ଯେ ସେ ବିରାଡ଼ି ଆସୁଛି ଆମକୁ ହତ୍ୟା କରିଦେବ ବୋଲି। ତାପରେ କ'ଣ ହେଇଛି, ଅଥବା ତାବଦ୍ଦସ୍ୟ ଭେତବ୍ୟମ୍ ଯାବତ୍ ନରନାଗତମ୍ ଆଗତମ୍ ଭୟଂ ଭିକ୍ତ୍ୟଂ ନର କୁର୍ୟାତ୍ ଯଥୋଚିତମ୍। ତାପରେ କ'ଣ ହେଇଛି ନା, ସେ ବିରାଡ଼ି ଯେତେବେଳେ ଆସିଲା ଏବଂ ଦେଖିଲା ଯେ ପାଖରେ ଶାଗୁଣା ଅଛି, ତାପରେ ଶାଗୁଣା ଆସିଲା, ଶାଗୁଣାକୁ ଦେଖି ସେ ବିରାଡ଼ିଟି କ'ଣ ଭାବିଲା ନା, ଆଗତମ୍ ଭୟଂ ଭିକ୍ତ୍ୟ ନର କୁର୍ୟାତ୍ ଯଥୋଚିତମ୍ ଅଧୁନାତି ସନ୍ନିଧାନେ ପଳା ବିମୁକ୍ତ କ୍ଷମଃ। କ'ଣ କହିଲା ନା, ବିରାଡ଼ିଟି ମନରେ ଭାବିଲା, ମାନେ ଭୟ ଯେତେ ପର୍ଯ୍ୟନ୍ତ ଆସିନି, ବା ଯଦି ଯେତେବେଳେ ପର୍ଯ୍ୟନ୍ତ ଯଦି ନିଜ ଭୟ ଆସିନି, ସେ ପର୍ଯ୍ୟନ୍ତ ଭୟଭୀତ ହେବା ଉଚିତ ନୁହେଁ। କିନ୍ତୁ ବର୍ତ୍ତମାନ ଭୟ ପାଖକୁ ଆସିଲେଣି, ସେଥିପାଇଁ ସାଙ୍ଗେ ସାଙ୍ଗେ କିଛି ଫଳ ପଦକ୍ଷେପ ନେବାକୁ ପଡ଼ିବ, ତାହା ସେଇ ବିରାଡ଼ି ଭାବିବା ଲାଗିଲା। ତାପରେ ତଥାଦ୍ୟଂ ଭବିତବ୍ୟଂ ତଥା ଭବତୁ ତାବତ୍ ବିଶ୍ଵା ସମୁତ୍ପାଦସ୍ୟ ସ୍ୱୟଂପୋ ମମୁ ଗଚ୍ଛାମି ଇତ୍ୟାଲସ୍ୟଂ ତମୋପ ସୂତ୍ରାବବିତ୍। ତାପରେ କ'ଣ ହେଲା, ଯାହା ହଉ କେମିତି କରିବା ବିରାଡ଼ିଟି ଭାବିଲା। ତାପରେ ସେ ବିରାଡ଼ିଟି କହିଲା, ମାନେ ସେ ଶାଗୁଣା ପାଖକୁ ଯିବି ଏବଂ ତାର ଯେମିତି ବିଶ୍ୱାସ ଭାଜନ ହେମି ସେ କଥା ଭାବିଲା, ଆଉ ସେ ବିରାଡ଼ି ପାଖକୁ ଗଲା। ତାପରେ କ'ଣ କଲା, ଆର୍ଯ୍ୟମ୍ ତ୍ୱାମ୍ ଅଭିବନ୍ଦେ ଗୃଧବଦତ୍ କସ୍ତମ୍। ହେ ଗୁରୁ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ତାପରେ ଗୃଧବଦତ୍ କସ୍ତମ୍ ସବଦତ୍ ମାର୍ଜାରହମ୍। ତାପରେ ସେ ଶାଗୁଣା ପଚାରିଲା, ତୁ କିଏ ବୋଲି, ତୁ କିଏ? ତାପରେ ସେ ମାର୍ଜାର ସେ କହିଲା, ସେ ବିରାଡ଼ି କହିଲା, ମୁଁ ବିରାଡ଼ି ବୋଲି। ଗୃଧବୃତେ ଦୂରମ୍ ଅପସର ନଚେତ୍ ହନ୍ତବ୍ୟ ଅସି ମୟା ମାର୍ଜାର ଅବଦତ୍ ଶ୍ରୟତାମ୍ ମଦ୍ୱନଚମ୍ ତତ ଯଦ୍ୟହଂ ବଧ୍ୟସ୍ତଦା ହନ୍ତବ୍ୟମ୍। ତାପରେ ବିରାଡ଼ିଟି କହିଲା, ଶାଗୁଣା କହିଲା ବିରାଡ଼ିକୁ, ତୁ ସାଙ୍ଗେ ସାଙ୍ଗେ ଏଠୁ ପଳା, ନହେଲେ ତୋତେ ହତ୍ୟା କରିଦେବି। ତାପରେ ବିରାଡ଼ି କହିଲା,
मोर कथा प्रथमे मो कथा शुणु तापर जदि मते मुझे मारिबा को योग्य तेबे मते मारिदेव। एतिक अनुच्छेद सरी। बर्तमान क्वेश्चन को जीवा। क्वेश्चन अच्छी अधनिर्दिष्ट शब्द से अर्थ चिन्हुत। एथि मध्यरु तार शब्दर अर्थ चिन्हुत। परकटी वृक्ष अर्थ कौन आम एवं कही ऑप्शन अच्छी बटवृक्ष, अस्वस्थता वृक्ष, सामली वृक्ष, आम्र वृक्ष। तेणु परकटी वृक्षर अर्थ है तार अस्वस्थता वृक्ष। तेणु ऑप्शन बी हम सठिक उत्तर। परवर्ती प्रश्न अधनिर्दिष्ट से अर्थ चिन्हुत। एमध्य अर्थ चिन्हुत कही दुर्विपाकात। दुर्विपाकातर अर्थ कौन ऑप्शन अच्छी दुखात, दुर्भाग्यात, कुपाकात, दुष्टापचनात्। सठिक उत्तर कौन हम ना दुर्विपाक अर्थ दुर्भाग्यात हम। तेना ऑप्शन बी सठिक उत्तर। परवर्ती प्रश्न शुद्ध संधिविच्छेद चिन्हुत। तज्जीवनाय। तज्जीवनाय संधिविच्छेद कौन हम ऑप्शन अच्छी तजुक्त जीवनाय, तजुक्त जीवनाय, ततः युक्त जीवनाय, तज युक्त जीवनाय। सठिक उत्तर कौन हम ना सठिक उत्तर हम ऑप्शन बी तजुक्त जीवनाय हम तज्जीवनाय। तेणु ऑप्शन बी हम सठिक उत्तर। परवर्ती प्रश्न को जीवा। परवर्ती प्रश्न अच्छी तेनासौ इत्यस्य सम्यक संधिविच्छेद चिन्हुत। तेनासौर संधिविच्छेद कौन हम ऑप्शन अच्छी तयुक्त एनासौ, तेनायुक्त सौ, तेनासयुक्त औ, तेनयुक्त असौ। सठिक उत्तर कौन हम ना सठिक उत्तर हम ऑप्शन बी तेनायुक्त नहीं सॉरी सठिक उत्तर हम ऑप्शन डी तेनयुक्त असौ, तेनासौ हम। तेणु ऑप्शन डी सठिक उत्तर। परवर्ती प्रश्न शुद्ध संधिविच्छेद चिन्हुत। ततस्तमान्तम इत्यस्य ततस्तमान्तम संधिविच्छेद कौन हम ऑप्शन अच्छी तयुक्त तम युक्त आयतम, ततस्तम युक्त आयतम, ततः युक्त तम युक्त आयतम, तद युक्त तम युक्त आयतम। सठिक उत्तर कौन हम ना सठिक उत्तर हम ऑप्शन सी तज ततः युक्त तम युक्त आयतम, ततस्तमायतम। तेणु ऑप्शन सी सठिक उत्तर। परवर्ती प्रश्न तत्सृष्ट्वा इत्यस्य संधिविच्छेद शुद्धम चिन्हुत। तत्सृष्ट्वार संधिविच्छेद कौन ऑप्शन अच्छी तजुक्त श्रुत्वा, तत्युक्त श्रुत्वा, तस्माजुक्त श्रुत्वा, तत्युक्त श्रुत्वा। सठिक उत्तर कौन हम ना सठिक उत्तर हम ऑप्शन डी तजुक्त श्रुत्वा हम सठिक उत्तर। परवर्ती प्रश्न यद्यहम इत्यस्य सम्यक संधिविच्छेद चिन्हुत। यद्यहम संधिविच्छेद कौन हम ऑप्शन अच्छी यदियुक्त अहम, यदायुक्त अहम, यदयुक्त अहम, यद्ययुक्त अहम। सठिक उत्तर हम ऑप्शन ए यदयुक्त अहम, यद्य अहम हम सठिक उत्तर। परवर्ती प्रश्न को जीवा। परवर्ती प्रश्न अच्छी कृपया इत्यस्य सकाण विभक्ति निर्णयता। कृपया कौन हम कौ सकाण विभक्ति रे जाउछि ऑप्शन अच्छी करणे तृतीया, कर्तरी तृतीया, हेत्वर्थे तृतीया, स्वार्थ तृतीया। देखंतु कृपया रो सकाण विभक्ति हम ऑप्शन सी हेत्वर्थे तृतीया हम सठिक उत्तर। परवर्ती प्रश्न तस्मै इत्यस्य गद्यभागं दृष्ट्वा सकाण विभक्ति निर्णयत। तस्मै गद्य भाग देखी सकाण विभक्ति कौन हम तस्मै ऑप्शन अच्छी तादर्थे चतुर्थी, संप्रदाने चतुर्थी, तब नमः जोगे चतुर्थी, हित जोगे चतुर्थी। सठिक उत्तर हम ऑप्शन बी संप्रदाने चतुर्थी हम सठिक उत्तर। परवर्ती प्रश्न भागीरथी तीरे इत्यस्य समास नाम लिखत। समास नाम लिखत। भागीरथी तीरे समास कौन हम ऑप्शन सी तत्पुरुष, कर्मधारय, बहुव्रीहि, द्वंद्व। कौन हम भागीरथी तीरे यार तत्पुरुष समास हम भागीरथी तीरे कि भागीरथी तीरे, भागीरथी तीरे। तेणु ऑप्शन ए हम सठिक उत्तर। परवर्ती प्रश्न धन इति शब्द से लिंग किम। धन कौ लिंग रे जाउछि ऑप्शन अच्छी नपुंसक लिंग, पुलिंग, स्त्रीलिंग, उभय लिंग। देखो धनटी धन जाउछि कौ लिंग ना यह नपुंसक लिंग रे जाउछि नपुंसक लिंग रे। तेणु ऑप्शन ए सठिक उत्तर। परवर्ती प्रश्न विनियम इत्यस्य प्रकृति प्रत्यय चिन्हुत। विनियम प्रकृति प्रत्यय कौन हम ऑप्शन सी बी नय युक्त अच, बी युक्त नि युक्त क्त, बी युक्त नि युक्त यत, बी युक्त नि युक्त अच। सठिक उत्तर हम ऑप्शन डी बी नि अच, बी युक्त नि युक्त अच, विनियम विनियम। परवर्ती प्रश्न धनात् इत्यस्य सकाणं विभक्ति निर्णयत। धनात् सकाण विभक्ति कौन हम ऑप्शन सी अपादाने पंचमी, भयात पंचमी, अर्कुट यूणे पंचमी, हेतुअर्थे पंचमी। सठिक उत्तर हम ऑप्शन डी हेतुअर्थे पंचमी हम धनात्र सकाण विभक्ति हम हेतुअर्थे पंचमी। परवर्ती प्रश्न विनयाद्यति इत्यस्य संधिविच्छेद
ଚିହ୍ନୁତେ ବିନୟାଦ୍ୟତିର ସନ୍ଧି ବିଶେଷ କ'ଣ ହେବ ଅପସନ୍ ଅଛି ବିନୟ ଯୁକ୍ତ ଅଦ୍ୟାତି ଅଦ୍ୟାତି ବିନୟାଦ ଯୁକ୍ତ ୟାତି ବିନୟାଦି ଯୁକ୍ତ ଅତି ବି ଯୁକ୍ତ ନ ୟ ଯୁକ୍ତ ଦ୍ୟତି କ'ଣ ହେବ ସଠିକ ଉତ୍ତର ନା ଏହାର ସଠିକ ଉତ୍ତର ହେବ ଅପସନ୍ ବି ବିନୟାଦ ଯୁକ୍ତ ୟାତି ହେବ ବିନୟାଦ୍ୟତି ଦ୍ୟାତି ଅପସନ୍ ବି ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନ ଅର୍ଥ ନିର୍ଣ୍ଣୟ କୃତ ପୟଦ ପୟଦର ଅର୍ଥ କ'ଣ ଅପସନ୍ ଅଛି ଜଲଦ ବୃଷ୍ଟି ପୟଧି କ'ଣ ହେବ ପୟଦର ଅର୍ଥ ନା ଏହାର ସଠିକ ଉତ୍ତର ହେବ ଅପସନ୍ ଡି ପୟଧର ଅର୍ଥ ଜଲଦ ନାଇଁ ସରି ଅପସନ୍ ଏ ହେବ ସଠିକ ଉତ୍ତର ପୟଦର ଅର୍ଥ ଜଲଦ ଅପସନ୍ ଏ ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନ ସନ୍ଧି କୃତ ସନ୍ଧି କ'ଣ ହେବ ବାହ୍ୟ ଧ୍ୟାନର ସନ୍ଧି କ'ଣ ହେବ ବାହ୍ୟ ଧ୍ୟାନ ଅପସନ୍ ବାହ୍ୟଯୁକ୍ତ ଧ୍ୟାନ ବିହଯୁକ୍ତ ଉଦ୍ୟାନ ବାହ୍ୟଯୁକ୍ତ ଉଦ୍ୟାନ ବାହ୍ୟଯୁକ୍ତ ଧ୍ୟାନ ସଠିକ ଉତ୍ତର ହେବ ଅପସନ୍ ବି ହେବ ସଠିକ ଉତ୍ତର ବାହ୍ୟଯୁକ୍ତ ଉଦ୍ୟାନ ବାହ୍ୟ ଧ୍ୟାନ ଧ୍ୟାନ ବାହ୍ୟଯୁକ୍ତ ଉଦ୍ୟାନ ଅପସନ୍ ସି ହେବ ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ସକାଣି ବିଭକ୍ତି ଚିହ୍ନୁତ ଦେଖ ସକାଣି ବିଭକ୍ତି ପୟଦର ସକାଣି ବିଭକ୍ତି କ'ଣ ହେବ ପୟଦର ଅପସନ୍ ସମ୍ବୋଧନ ପ୍ରଥମା କର୍ତ୍ତରୀ ପ୍ରଥମା ଅବ୍ୟଯୋଗ ପ୍ରଥମା ଉକ୍ତେକଣି ପ୍ରଥମା ସଠିକ ଉତ୍ତର ହେବ ଅପସନ୍ ଏ ପୟଦର ହେଲା ସମ୍ବୋଧନ ପ୍ରଥମା ସମ୍ବୋଧନ ଲାଗିଛି ପ୍ରକୃତି ପଦୟଂ চ ଚିହ୍ନୁତ ଗନ୍ତବ୍ୟାର ପ୍ରକୃତି ପଦ କ'ଣ ହେବ ଗମ୍ ତବ୍ୟ ଯୁକ୍ତ ଟାପ ଗମ୍ ତ ଟାପ ଗମ୍ ଦବତୁ ଘଞ୍ଚ କ'ଣ ହେବ ସଠିକ ଉତ୍ତର କ'ଣ ହେବ ନା ସଠିକ ଉତ୍ତର ହେବ ଗମ୍ ଯୁକ୍ତ ତବ୍ୟ ଯୁକ୍ତ ଟାପ ଗମ୍ ଯୁକ୍ତ ତବ୍ୟ ଯୁକ୍ତ ଟାପ ଗନ୍ତବ୍ୟା ପରବର୍ତ୍ତୀ ପ୍ରଶ୍ନ ଫଳ ଦ୍ୱିତୀୟା ବହୁବଚନ ଫଳ ଶବ୍ଦର ଦ୍ୱିତୀୟ ବହୁବଚନ କ'ଣ ହେବ ଅପସନ୍ ଅଛି ଫଲମ୍ ଫଲେନ ଫଲାଣି ଫଲାନ ଦେଖନ୍ତୁ ଫଳ ଶବ୍ଦଟା ହେଉଛି ପ୍ରଥମ ବ୍ୟକ୍ତି ଫଲମ୍ ଫଲେ ଫଲାଣି ସମ୍ବୋଧନ ଫଲ ଫଲେ ଫଲାଣି ଏବଂ ଦ୍ୱିତୀୟ ବ୍ୟକ୍ତିରେ ମଧ୍ୟ ଫଲମ୍ ଫଲେ ଫଲାଣି ଫଲମ୍ ପ୍ରଥମ ବଚନ ଫଲମ୍ ଫଲେ ଦ୍ୱିତୀୟ ବଚନ ଏବଂ ଫଲାଣି ହେବ ବହୁବଚନ ତେଣୁ ଫଲମ୍ ଫଲେ ଫଲାଣି ତେଣୁ ଅପସନ୍ ସି ହେବ ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ମତି ଚତୁର୍ଥୀ ଏକବଚନ ମତି ଶବ୍ଦର ଚତୁର୍ଥ ଏକବଚନ ରୂପ କ'ଣ ହେବ ଅପସନ୍ ଅଛି ମତ୍ୟାୟ ମତଏ ମତିନେ ମତ୍ୟାହ ସଠିକ ଉତ୍ତର କ'ଣ ହେବ ନା ସଠିକ ଉତ୍ତର ହେବ ଅପସନ୍ ବି ମତେ ହେବ ସଠିକ ଉତ୍ତର ପାଖେ ମିଶିଯିବା କଥା ତ ଏବଂ ଏ ସ୍ପେଲିଂ ମିଷ୍ଟେକ୍ ମତେ ହେବ ମତେ ଏମିତି ଏଇ ମତେ ହେବ ସଠିକ ଉତ୍ତର ଅପସନ୍ ବି ହେବାର କଥା ପରବର୍ତ୍ତୀ ପ୍ରଶ୍ନ ଗୁଣିନ ପ୍ରଥମ ବହୁବଚନ ଗୁଣି ଶବ୍ଦର ପ୍ରଥମ ବହୁବଚନ କ'ଣ ହେବ ଅପସନ୍ ଅଛି ଗୁଣିନମ୍ ଗୁଣିନାମ ଗୁଣିନା ଗୁଣିନଃ କ'ଣ ହେବ ସଠିକ ଉତ୍ତର ଦେଖ ଗୁଣି ଗୁଣିନମ ଗୁଣିନଃ ତେଣୁ ଗୁଣିନଃ ହେବ ସଠିକ ଉତ୍ତର ଅପସନ୍ ଡି ହେବ ସଠିକ ଉତ୍ତର ଗୁଣିନଃ ପରବର୍ତ୍ତୀ ପ୍ରଶ୍ନ ନଦୀ ସପ୍ତମୀ ଏକବଚନ ନଦୀ ଶବ୍ଦର ସପ୍ତମୀ ଏକବଚନ କ'ଣ ହେବ ଅପସନ୍ ଅଛି ନଦ୍ୟାମ ନଦ୍ୟ ନଦୀ ନଦୀଷୁ ଦେଖନ୍ତୁ ନଦୀ ଶବ୍ଦର ସପ୍ତମୀ ଏକବଚନ ହେବ ନଦ୍ୟାମ ତେଣୁ ଅପସନ୍ ଏ ହେବ ସଠିକ ଉତ୍ତର ନଦ୍ୟାମ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ଧେନୁ ଷଷ୍ଠୀ ବହୁବଚନ ଧେନୁ ଶବ୍ଦର ଷଷ୍ଠୀ ବହୁବଚନ କ'ଣ ହେବ ଅପସନ୍ ଅଛି ଧେନବଃ ଧେନଃ ଧେନୁନାମ ଧେନୁ ସଠିକ କ'ଣ ହେବ ନା ଧେନୁ ଶବ୍ଦର ଷଷ୍ଠୀ ବହୁବଚନ ହେବ ଧେନୁନାମ ଅପସନ୍ ସି ହେବ ସଠିକ ଉତ୍ତର ଧେନୁନାମ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ମାତୃ ଦ୍ୱିତୀୟ ବହୁବଚନ ମାତୃ ଶବ୍ଦର ଦ୍ୱିତୀୟ ବହୁବଚନ କ'ଣ ହେବ ମାତୃଣ ମାତରମ୍ ମାତାର୍ମ ମାତୃହୁ କ'ଣ ହେବ ସଠିକ ଉତ୍ତର ନା ଅପସନ୍ ଡି ମାତୃ ହେବ ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ତତ୍ ସ୍ତ୍ରୀଲିଙ୍ଗେ ପଞ୍ଚମୀ ଏକବଚନ ତତ୍ ଶବ୍ଦର ସ୍ତ୍ରୀଲିଙ୍ଗ ପଞ୍ଚମୀ ଏକବଚନ କ'ଣ ହେବ ଅପସନ୍ ଅଛି ତସ୍ୟ ତସ୍ୟାହ ଏତସ୍ୟା ତସ୍ୟୈ ସଠିକ ଉତ୍ତର କ'ଣ ହେବ ନା ସଠିକ ଉତ୍ତର ଅପସନ୍ ବି ତସ୍ୟାହ ହେବ ସଠିକ ଉତ୍ତର ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି ସଂଶୋଧନ ରୂପମ୍ ଚିତ୍ୱା লিখত দেখো সংশোধন করে লেখ অপশন সি বারিম বিত্তম পথিক শান্ত অভত অপশন সি বারেণম বারিম বারি বারিহি বারেহ দেখন্তু এথি মধ্যে কোটা ভুল ଅଛି বারি শব্দ কা ভুল থিব বারি র অপশন দিছি তেনু এথিরে কোন হবো কথি বারি পি পানি পি পথিক শান্ত হেলে তেনু পানি পি জনে পথিকটিয়ে শান্ত হেলে কোন হবো সঠিক উত্তর হবো অপশন সি
बारी এই বারিটা হব সঠিক উত্তর বারি নলে অপশন সি হব এই বারি লাগা উচিত তেন অপশন সি সঠিক উত্তর পরবর্তী প্রশ্নକୁ ଯିବା গুরু নম ইত্যস্য শুদ্ধ রূপম কিনতু গুরু নমঃ শুদ্ধ রূপ কোন হব অপশন সি গুরবে নম গুরৌ নম গুরোহ নম কোন হব না আমি জানিছু চতুর্থী বিভক্তি গুরবে নমঃ তেন অপশন এ হব সঠিক উত্তর পরবর্তী প্রশ্ন প্রনম ল্যব ইত্যস্য শুদ্ধ রূপম লিপম প্রনম ল্যব এই ব কটি যাব এটা টিকে স্টাইপিং মিস্টেক হইছি প্রণম ল্যব কোন হব প্রযুক্ত নম যুক্ত ল্যব অপশন সি প্রণিপত্য প্রণম্য প্রণম্য প্রণত্য এর সঠিক উত্তর হব অপশন সি হব সঠিক উত্তর প্রণম্য পরবর্তী প্রশ্নକୁ ଯିବା পরবর্তী প্রশ্ন ଅଛି অসযুক্ত তুমুন ইত্যস্য শুদ্ধ রূপম লিখত অসযুক্ত তুমুন কোন হব অপশন সি অসিতুম অস্তুম আসিতুম ভবিতুম অযুক্ত তুমুন হব অস্তুম 114 অপশন সরি অযুক্ত তুমুন ভবিতুম হব সরি ভুল হয়েছে এটা অযুক্ত তুমুন হেই ভবিতুম হব অস্তুম নহ ভবিতুম ভবিতুম অপশন ডি হব সঠিক উত্তর পরবর্তী প্রশ্নକୁ ଯିବା পরবর্তী প্রশ্ন ଅଛି যথা নিশ্চিম নিশ্চিম উত্তম লিখত निर्देश हिसाब रे उत्तर लेख दा धातोः लटी प्रथम पुरुष बहुवचन दा धातुर लटी प्रथम पुरुष बहुवचन कौन हम ऑप्शन अच्छी ददाति ददंती दांती ददती सठिक उत्तर हम ऑप्शन डी ददती हम सठिक उत्तर परवर्ती प्रश्न गम धातोः लेटी प्रथम पुरुष बहुवचन गम धातुर लेटी प्रथम पुरुष बहुवचन कौन हम ऑप्शन अच्छी गच्छामः जगमुहु जगामः जगमिथ सठिक उत्तर हम ऑप्शन बी जगमुहु हेब सठिक उत्तर परवर्ती प्रश्न को ଯିବା परवर्ती प्रश्न अछि दृश्यतमन अनेन किं भवति दृश्यतमन कोन ऑप्शन अछि द्रष्टुम दर्शितुम दर्शनम दृष्टम आर सठिक उत्तर हम ऑप्शन ए द्रष्टुम दृश्यतमन द्रष्टुम हेब सठिक उत्तर दृश्यतमन द्रष्टुम परवर्ती प्रश्न जुष्म शब्दस्य सप्तमी एकवचन रूपम लिखत जुष्म शब्दर सप्तमी एकवचन कौन हम ऑप्शन अच्छी तया तयी तत् तया तयी तत् एवं जुआम देखो जुष्म शब्दर सप्तमी एकवचन कौन हम ना यार सठिक उत्तर ऑप्शन बी तयी हेब सठिक उत्तर कौन हम ना सप्तमी भितर तयी तयः तेषु तेणु ऑप्शन बी सठिक उत्तर परवर्ती प्रश्न को ଯିବା परवर्ती प्रश्न अछि गह शब्दस्य टा प्रत्यय जोगनम किम होति ग जोग शब्द रे टा प्रत्यय होई कोन होइते ऑप्शन सी गावह गवे गभिः गवा सठिक उत्तर हो ऑप्शन डी गवा परवर्ती प्रश्न कवित्यस्य स्त्री प्रत्यय रूपम लिखत कवि शब्दर स्त्री प्रत्यय रूप कोन हो ऑप्शन सी कवि कविका कवियत्री कवित्री कौन हम कविर स्त्री प्रत्यय ना कवि हम यही कविता दीर्घकार हम तेणु स्त्रीलिंग ऑप्शन ए सठिक उत्तर परवर्ती प्रश्न दर्शनम इत्यस्य शुद्धम प्रकृति प्रत्यय च होती दर्शन शुद्ध प्रकृति प्रत्यय कौन हम ऑप्शन सी द्रुष्युक्त तुमुन द्रुष्युक्त नम द्रुष्युक्त ल्यूट दर्शयुक्त ल्यूट देखो द्रुष्युक्त दर्शनम कौन हम ना यार सठिक उत्तर हम ऑप्शन सी द्रुष्युक्त ल्यूट दर्शन ऑप्शन सी सठिक उत्तर परवर्ती प्रश्न को ଯିବା परवर्ती प्रश्न अछि जी युक्त तव्यत इत्यस्य शुद्धम रूपम चिनुत जी युक्त तव्यत कोन ऑप्शन सी जितव्य ज्य जयनीय जैतव्य सठिक उत्तर हो ऑप्शन डी जैतव्य हो सठिक उत्तर जी युक्त तव्य जैतव्य परवर्ती प्रश्न तपस्वी इत्यस्य स्त्री प्रत्यय रूपम लिखत तपस्वीर स्त्री प्रत्यय कोन ऑप्शन सी तापसी तपस्विनी 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 सठिक उत्तर हम ऑप्शन डी तपस्विनी हेब सठिक उत्तर परवर्ती प्रश्न को ଯିବା धनिक इत्यस्य स्त्री प्रत्यय पदम लिखत धनिकर स्त्री प्रत्यय कोन ऑप्शन सी धनवती धनिनी धनिका धनिकी ऑप्शन सी धनिका हेब सठिक उत्तर परवर्ती प्रश्न को ଯିବା परवर्ती प्रश्न अछि शून्यस्थानीम प्रयत शून्यस्थान पूर्ण कर ऑप्शन सी देखो पृथिव्याम डेक्स समुद्रा सन्ति ऑप्शन सी सप्ताह सप्तम सप्ततिः सप्तह
ପୃଥିବୀରେ 7ଟି ସମୁଦ୍ର ଅଛି। ଦେଖନ୍ତୁ ସଂସ୍କୃତିରେ କ'ଣ ହେବ, କ'ଣ ଲାଗିବ ନା ଏହା ସପ୍ତ ଲାଗିବ। ଅପସନ୍ ଡି ହେବ ସଠିକ ଉତ୍ତର। ପୃଥିବ୍ୟାମ୍ ସପ୍ତ ସମୁଦ୍ରାः ସन्ति। ପରବର୍ତ୍ତୀ ପ୍ରଶ୍ନ, ଅୟସ୍ନୁ କିମ୍ ଭାଷଣ ବିରଚିତମ୍ ନ ଭବତି। এই ଭିତରୁ କୋଉଟା ଭାଷଙ୍କ ଦ୍ୱାରା ରଚିତ ହୋଇନି? ଅପସନ୍ ସି ବେଣୀସଂହାରମ୍, ବାଲଚରିତମ୍, ଚାରୁଦତ୍ତମ୍, ସ୍ୱପ୍ନବାସବତ୍ତମ୍। ଏହାର ସଠିକ ଉତ୍ତର ଅପସନ୍ ଏ ବେଣୀସଂହାରମ୍ ଭାଷଙ୍କ ଦ୍ୱାରା ରଚିତ ହୋଇନି, ତେଣୁ ଅପସନ୍ ଏ ସଠିକ ଉତ୍ତର। ଦେଖ ବାଲଚରିତମ୍, ଚାରୁଦତ୍ତମ୍, ସ୍ୱପ୍ନବାସବତ୍ତମ୍ ଏସବୁ ଭାଷଙ୍କ ଦ୍ୱାରା ରଚିତ ନାଟକ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଅଧସ୍ତନେଷୁ କିମ୍ ଉପଜୀବ୍ୟମ୍ କାବ୍ୟମ୍ ଭୂତନ୍ ହୋତି। ଏଥିମଧ୍ୟରୁ କୋଉଟା ଗୋଟେ ଉପଜୀବ୍ୟ କାବ୍ୟ ନୁହଁ। ଅପସନ୍ ସି ରଘୁବଂଶମ୍, କିରାତାର୍ଜୁନ୍ୟମ୍, ଶିଶୁପାଳବଧମ୍, ମେଘଦୂତମ୍। ଦେଖନ୍ତୁ এই କ୍ୱେଶ୍ଚିନ୍ଟା ଗ୍ରେସ୍ ମିଳିଥିଲା। ଏଇଟା ସବୁ ଗୋଟେ ଉପଜୀବ୍ୟ କାବ୍ୟରେ ଯାଉଛି, ତେଣୁ ଏଇଟା ସବୁ ଗୋଟେ ଗ୍ରେସ୍ ମାର୍କ ମିଳିଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଭବତି ବିରଚିତମ୍ କାବ୍ୟମ୍ ନ ହୋତି। କୋଉଟା ଭବତି ବିରଚିତ କାବ୍ୟ ନୁହେଁ? ଅପସନ୍ ସି ଉତ୍ତରାମଚରିତ, ମାଲବିକା ଅଗ୍ନିମିତ୍ରମ୍, ମହାବିରଚିତମ୍, ମାଳତୀ ମାଧବ। ସଠିକ ଉତ୍ତର ହେବ ଅପସନ୍ ବି ମାଲବିକା ଅଗ୍ନିମିତ୍ରମ୍। ଏଇଟା ଭଗବତୀଙ୍କ ଦ୍ୱାରା ରଚିତ ହୋଇନଥିଲା। ଏହା କାହା ଦ୍ୱାରା ଲେଖା ଯାଇଥିଲା? ମାଲବିକା ଅଗ୍ନିମିତ୍ରମ୍ ନା କାଳିଦାସଙ୍କ ଦ୍ୱାରା ମାଲବିକା ଅଗ୍ନିମିତ୍ରମ୍ ଲେଖା ଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ ଋତୁସଂହାରମ୍ କେନ ବିରଚିତମ୍। ଋତୁସଂହାରମ୍ କାହା ଦ୍ୱାରା ଲେଖା ଯାଇଥିଲା? ଅପସନ୍ ସି ଭାସେନ, ବ୍ୟାସେନ, କାଳିଦାସେନ, ଶ୍ରୀହର୍ଷେନ। ଦେଖନ୍ତୁ ଋତୁସଂହାରମ୍ଟା ମହାକବି କାଳିଦାସ ଲେଖିଥିଲେ, ତେଣୁ ଅପସନ୍ ସି ହେବ ସଠିକ ଉତ୍ତର, କାଳିଦାସେନ। ପରବର୍ତ୍ତୀ ପ୍ରଶ୍ନ ରଘୁବଂଶ ମହାକାବ୍ये କତି ସର୍ଗା ବିଦ୍ୟତେ। ଦେଖ ରଘୁବଂଶ ମହାକାବ୍ୟରେ କେତୋଟି ସର୍ଗ ଅଛି? ଅପସନ୍ ଅଛି 8ଟି, 19ଟି, 20ଟି, 22ଟି। ଆମେ ଜାଣିଛୁ ନା ରଘୁବଂଶରେ 19ଟି ସର୍ଗ ଅଛି, ତେଣୁ ଅପସନ୍ ବି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ସ୍ୱପ୍ନବାସବତ୍ତ ନାଟକସ୍ୟ ନାୟିକା ବାସବତ୍ତା କସ୍ୟ ଦେଶସ୍ୟ କନ୍ୟା। ସ୍ୱପ୍ନବାସବତ୍ତ ନାଟକର ନାୟିକା ବାସବତ୍ତା କେଉଁ ଦେଶର କନ୍ୟା? ଅପସନ୍ ସି ଅବନ୍ତୀ ଦେଶସ୍ୟ, ମାଲବସ୍ୟ, ବତ୍ସ୍ୟସ୍ୟ, ବିଦେହସ୍ୟ। ସଠିକ ଉତ୍ତର ହେବ ଅବନ୍ତୀ ଦେଶସ୍ୟ। ଅପସନ୍ ସି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଅଧସ୍ତନେଷୁ କସ୍ୟ ଆଧାର କାଳ୍ପନିକ। ଏଥିମଧ୍ୟରୁ କାହାର ଆଧାର କାଳ୍ପନିକ? ଅପସନ୍ ସି ଦୂତବାକ୍ୟସ୍ୟ, ଅଭିଷେକସ୍ୟ, ଅହିମାରକସ୍ୟ, ପଞ୍ଚରାତ୍ରସ୍ୟ। ସଠିକ ଉତ୍ତର ହେବ ଅପସନ୍ ସି ଅହିମାରକସ୍ୟ। ଅହିମାରକସ୍ୟ ଏଇଟା ଗୋଟେ କାଳ୍ପନିକ ହିସାବରେ ଲେଖାଯାଇଛି, ତେଣୁ ଅପସନ୍ ସି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ପ୍ରତିମା ନାଟକସ୍ୟ କିମ୍ ଆଧାରମ୍। ପ୍ରତିମା ନାଟକ କାହାକୁ ଆଧାର କରି ଲେଖାଯାଇଛି? ଅପସନ୍ ଅଛି ମହାଭାରତମ୍, ଭାଗବତମ୍, ରାମାୟଣମ୍, ବିଷ୍ଣୁପୁରାଣମ୍। ଦେଖନ୍ତୁ ପ୍ରତିମା ନାଟକଟା ରାମାୟଣକୁ ଆଧାର କରି ଲେଖାଯାଇଛି, ତେଣୁ ଅପସନ୍ ବି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ମଧ୍ୟମ ବ୍ୟାଗ ନାଟକେ ମଧ୍ୟମ ଶବ୍ଦେନ କହ ବଧ୍ୟ। ମଧ୍ୟମ ବ୍ୟାଗରେ ମଧ୍ୟମ ଶବ୍ଦ କାହା ପାଇଁ ପ୍ରଯୁକ୍ତ? ଅପସନ୍ ସି ଅର୍ଜୁନ, ଭୀମ, ନକୁଳ, ସହଦେବ। ଦେଖନ୍ତୁ ପଞ୍ଚୁ ପାଣ୍ଡବ ମଧ୍ୟରେ ମଧ୍ୟମ ଥିଲେ ହେଉଛନ୍ତି ଭୀମ, ତେଣୁ ମଧ୍ୟମ ଶବ୍ଦଟା ଭୀମ ପାଇଁ ଉପଯୁକ୍ତ, ତେଣୁ ଅପସନ୍ ବି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ସମାସୂକ୍ତ ନାଟକସ୍ୟ ଉତ୍ପତ୍ତି ଇତି ଡେକ୍ସ। ସମାସୂକ୍ତ ନାଟକର ଉତ୍ପତ୍ତି ଡେକ୍ସ। এই କ୍ୱେଶ୍ଚିନ୍ ମଧ୍ୟ ଡେକ୍ସ ଦେଖନ୍ତୁ এই କ୍ୱେଶ୍ଚିନ୍ ମଧ୍ୟ କ'ଣ ମିଳିଥିଲା ନା ଗ୍ରେସ୍ ମିଳିଥିଲା, କିନ୍ତୁ କହିବା ହିସାବରେ ଏହାର ଉତ୍ତର ହେବ ହେଲବ୍ରାଣ୍ଡ ହେବାର ଅଛି, କିନ୍ତୁ ଷ୍ଟୁଡେଣ୍ଟ ମାନେ ଷ୍ଟ୍ରାଇକ୍ করে ସେଥିପାଇଁ এই କ୍ୱେଶ୍ଚିନ୍ ମଧ୍ୟ ଗ୍ରେସ୍ ମାର୍କ ମିଳିଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ବିକ୍ରମବର୍ଷ୍ୟମ୍ କେନ ବିରଚିତମ୍। ବିକ୍ରମବର୍ଷ୍ୟମ୍ କାହା ଦ୍ୱାରା ଲିଖିତ? ଅପସନ୍ ଅଛି ଭବଭୂତିନା, ଶୂଦ୍ରକେନ, କାଳିଦାସେନ, ବିଶାଖାଦତ୍ତେନ। ସଠିକ ଉତ୍ତର ହେବ ଅପସନ୍ ସି କାଳିଦାସଙ୍କ ଦ୍ୱାରା এই ବିକ୍ରମବର୍ଷ୍ୟମ୍ ଲେଖା ହେଇଥିଲା, ତେଣୁ ଅପସନ୍ ସି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଅଭିଜ୍ଞାନ ଶାକୁନ୍ତଳସ୍ୟ କସ୍ମିନ୍ ଅଙ୍କେ ଧୀବର ବୃତ୍ତାନ୍ତ ଆୟତି। ଅଭିଜ୍ଞାନ ଶାକୁନ୍ତଳା ନାଟକରେ କେଉଁ ଅଙ୍କରେ ଧୀବର ବୃତ୍ତାନ୍ତ ଅଛି? ଅପସନ୍ ଅଛି ତୃତୀୟ, ପଞ୍ଚମେ, ଷଷ୍ଠୀ, ସପ୍ତମେ। ଏହାର ସଠିକ ଉତ୍ତର କ'ଣ ହେବ ନା ଏହାର ସଠିକ ଉତ୍ତର ହେବ ଅପସନ୍ ସି ଷଷ୍ଠୀ ଅଙ୍କରେ ଅଛି ଧୀବର ବୃତ୍ତାନ୍ତ। ପରବର୍ତ୍ତୀ ପ୍ରଶ୍ନ ମାଳତୀ ମାଧବ ନାଟକେ କତି ଅଙ୍କ ବିଦ୍ୟନ୍ତେ। ମାଳତୀ ମାଧବ ନାଟକରେ କେତୋଟି ଅଙ୍କ ଅଛି? ଅପସନ୍ ଅଛି ପଞ୍ଚ, ସପ୍ତ, ନବ, ଦଶ। ଜାଣିଛୁ ମାଳତୀ ମାଧବ ନାଟକରେ 10ଟି କ'ଣ ଅଙ୍କ ଅଛି, ତେଣୁ ଅପସନ୍ ଡି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଚଣ୍ଡୀ ଶତକମ୍ କେନ ବିରଚିତମ୍। ଚଣ୍ଡୀ ଶତକ କାହା ଦ୍ୱାରା ଲେଖା ହେଇଥିଲା? ଅପସନ୍ ଅଛି କାଳିଦାସେନ, ବାଣଭଟ୍ଟେନ, ଅଭବତୀନା, ମାଘେନ। କାହା ଦ୍ୱାରା ଲେଖା ହେଇଥିଲା ଚଣ୍ଡୀ ଶତକ? କାହା ଦ୍ୱାରା ଲେଖା ହେଇଥିଲା? ଅପସନ୍ ବି ବାଣଭଟ୍ଟଙ୍କ ଦ୍ୱାରା ଲେଖା ହେଇଥିଲା, ତେଣୁ ଅପସନ୍ ବି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦଶ କୁମାର ଚରିତ ଗବ୍ୟକାବ୍ये ରାଜକୁମାରସ୍ୟ ନାମ।
ଦଶ କୁମାର ଚରିତରେ ଗଦ୍ୟ କାବ୍ୟରେ ରାଜକୁମାରଙ୍କ ନାମ କ'ଣ? ଅପସନ୍ ଅଛି ରାଜହଂସ, ତାରାପୀଡ଼, ରାଜବାହନ, ସୁକନାମ ସୁକନାଶ ହେବ। ଏହାର ସଠିକ ଉତ୍ତର ହେବ ଅପସନ୍ ସି ରାଜବାହନ ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କାଦମ୍ବରୀ କୀଦୃଶ କାବ୍ୟମ୍? କାଦମ୍ବରୀ କେଉଁ ପ୍ରକାର କାବ୍ୟ? ଅପସନ୍ ଅଛି ମହାକାବ୍ୟମ୍, ଖଣ୍ଡକାବ୍ୟମ୍, ଚମ୍ପକାବ୍ୟମ୍, ଗଦ୍ୟ କାବ୍ୟମ୍। ଦେଖନ୍ତୁ କାଦମ୍ବରୀ ଗୋଟିଏ କ'ଣ ନା ଏହା ଗୋଟିଏ ଗଦ୍ୟ କାବ୍ୟମ୍। ଏଟା ଗଦ୍ୟ କାବ୍ୟରେ ଯାଉଛି କାଦମ୍ବରୀ। ତେଣୁ ଅପସନ୍ ଡି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ବିକ୍ରମବର୍ଷ ନାଟକେ କତି ଅଙ୍କା ବିଦ୍ୟତେ? ବିକ୍ରମବର୍ଷ ନାଟକରେ କେତୋଟି ଅଙ୍କ ଅଛି? ଅପସନ୍ ଅଛି 5, 7, 9, 10। କେତୋଟି ଅଙ୍କ ଅଛି ନା ଏହାର ସଠିକ ଉତ୍ତର ହେବ ଅପସନ୍ ଏ 5ଟି ଅଙ୍କ ଅଛି ବିକ୍ରମବର୍ଷ ନାଟକରେ। ତେଣୁ ଅପସନ୍ ଏ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହର୍ଷଚରିତସ୍ୟ କୋ ରଚିତା? ହର୍ଷଚରିତ କିଏ ଲେଖିଥିଲେ? ଅପସନ୍ ଅଛି ସୁବନ୍ଧୁ, ଦଣ୍ଡି, ବାଣଭଟ୍ଟ, ଧନପାଲ। ଦେଖନ୍ତୁ ହର୍ଷଚରିତଟା ବାଣଭଟ୍ଟଙ୍କ ଦ୍ୱାରା ଲେଖା ହେଇଥିଲା। ତେଣୁ ଅପସନ୍ ସି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଶୃଙ୍ଗାର ଶତକମ୍ କେନ ବିରଚିତମ୍? ଶୃଙ୍ଗାର ଶତକ କିଏ ଲିଖିଥିଲେ? ଅପସନ୍ ଅଛି ବିଲ୍ହଣ, ଭର୍ତ୍ତୃହରିଣାମ, କଲ୍ୟାଣ, ବାରଣ। ଦେଖନ୍ତୁ ଶୃଙ୍ଗାର ଶତକଟା ଭର୍ତ୍ତୃହରି ଦ୍ୱାରା ଲେଖା ହେଇଥିଲା। ତେଣୁ ଅପସନ୍ ବି ସଠିକ ଉତ୍ତର। ଭର୍ତ୍ତୃହରି ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ ଗୀତଗୋବିନ୍ଦେ ଦଶାବତାରେଷୁ ପଞ୍ଚମାବତାରଃ କଃ ହୋତି? ଗୀତଗୋବିନ୍ଦଙ୍କ 10 ଅବତାର ମଧ୍ୟରୁ ପଞ୍ଚମ ଅବତାର କ'ଣ? ଅପସନ୍ ଅଛି ବରାହ, ବାମନ, ବଳରାମ, ନୃସିଂହ। ସଠିକ ଉତ୍ତର ହେବ ଅପସନ୍ ବି ବାମନ ଅବତାର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଗୀତଗୋବିନ୍ଦ ଖଣ୍ଡକାବ୍ये କତି ସର୍ଗା ବିଦ୍ୟନ୍ତେ? ଗୀତଗୋବିନ୍ଦ ଖଣ୍ଡକାବ୍ୟରେ କେତୋଟି ସର୍ଗ ଅଛି? ଅପସନ୍ ସି 7, 9, 12, 15। ଏହାର ସଠିକ ଉତ୍ତର ହେବ ଅପସନ୍ ସି 12 ସର୍ଗ ଅଛି। ତେଣୁ ଅପସନ୍ ସି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ନଳଚମ୍ପୁ କେନ ବିରଚିତା? ନଳଚମ୍ପୁ କାହା ଦ୍ୱାରା ଲିଖିତ ହୋଇଛି? ଅପସନ୍ ଅଛି ତ୍ରିବିକ୍ରମ ଭଟ୍ଟେନ, ଭୋଜରାଜେନ, ସମଦେବ ସୁରିନା, ହରିଶ୍ଚନ୍ଦ୍ରେଣ। ଏହାର ସଠିକ ଉତ୍ତର ହେବ ଅପସନ୍ ଏ ତ୍ରିବିକ୍ରମ ଭଟ୍ଟେନ। ପରବର୍ତ୍ତୀ ପ୍ରଶ୍ନ ଅଭିଜ୍ଞାନ ଶାକୁନ୍ତଳସ୍ୟ ନାଟକେ କର୍ଣ୍ଣମୁନେ ଅନ୍ୟତମ ନାମ କି? ଅଭିଜ୍ଞାନ ଶାକୁନ୍ତଳରେ ନାଟକରେ କର୍ଣ୍ଣମୁନିଙ୍କ ଅନ୍ୟ ନାମ କ'ଣ? ଅପସନ୍ ଅଛି ଭରଦ୍ୱାଜ, ବଶିଷ୍ଠ, ବିଶ୍ୱାମିତ୍ର, କାଶ୍ୟପ। ଏହାର ସଠିକ ଉତ୍ତର ଅପସନ୍ ଡି କାଶ୍ୟପ। ପରବର୍ତ୍ତୀ ପ୍ରଶ୍ନ ଗୀତଗୋବିନ୍ଦମ୍ କିଦୃଶଂ କାବ୍ୟମ୍? ଗୀତଗୋବିନ୍ଦ କେଉଁ ପ୍ରକାର କାବ୍ୟ? ଅପସନ୍ ଅଛି ମହାକାବ୍ୟମ୍, ଗୀତିକାବ୍ୟମ୍, କଥାକାବ୍ୟମ୍, ଚମ୍ପକାବ୍ୟମ୍। ନା ଗୀତଗୋବିନ୍ଦ ଗୋଟିଏ ଗୀତିକାବ୍ୟମ୍। ତେଣୁ ଅପସନ୍ ଡି ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଉତ୍ତରାମ ଚରିତେ କଙ୍କ ଗୀତଗୋବିନ୍ଦ ଗୋଟିଏ କିଦୃଶ କାବ୍ୟମ୍? ଗୀତିକାବ୍ୟ ଗଲା। ତାପରେ ଏବେ ଦେଖିବା ଶେଷ ପ୍ରଶ୍ନ ଏହି ଭିଡ଼ିଓର ଉତ୍ତରାମ ଚରିତେ କୋ ଅଙ୍କ ଛାୟାଙ୍କ ରୂପେଣ ପରିଜ୍ଞାୟତେ? ଉତ୍ତରାମ ଚରିତରେ କୋ ଅଙ୍କ ଛାୟାଙ୍କ ରୂପେ ଜଣାଯାଏ? ଅପସନ୍ ଅଛି ଦ୍ୱିତୀୟ, ତୃତୀୟ, ପଞ୍ଚମ, ସପ୍ତମ। କ'ଣ ହେବ ସଠିକ ଉତ୍ତର? ନା ଆମେ ଜାଣିଛୁ ଉତ୍ତରାମ ଚରିତରେ ତୃତୀୟ ଅଙ୍କ ଗୋଟେ ଛାୟାଙ୍କ। ତେଣୁ ଅପସନ୍ ବି ସଠିକ ଉତ୍ତର। ଆଜି ଆମେ LTR ସଂସ୍କୃତ 2025ରେ ଆସିଥିବା କ୍ୱେଶ୍ଚିନ୍ ପ୍ରାକ୍ଟିକାଲ ଲିଟରେଚର ଏବଂ ଗ୍ରାମାର ନିହାତି ଏହା ଆପଣମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହୋଇଥିବ। ସେ ଭିଡ଼ିଓ କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ ଏବଂ ତା ଆଗରୁ ଆମେ ସଂସ୍କୃତର ଗୋଟିଏ ପ୍ରଶ୍ନ ପଚାରିବା, ତାହାର ଆପଣ ଉତ୍ତର ଲିଖିବେ। ପ୍ରଶ୍ନ ହେଲା ए संस्कृत बुक कहा द्वारा लिखित होइछि? ए संस्कृत बुक पार्ट 1। ए संस्कृत बुक कहा द्वारा लिखा होइछि? ए संस्कृत बुक पार्ट 1 कहा द्वारा लिखा होइछि? एହାର प्रश्न निहाती देबे एवं तार नेक्स्ट वीडियो जे प्रश्नर उत्तर देबे तांकर नाम घोषणा हो। धन्यवाद।